ଚୁଙ୍ଗୁଡ଼ି ଆଳୁର ରସାଳ ଝୋଳ ଜମିବ ମଧ୍ୟାହ୍ନ ଭାତର ମେଳ। ଚୁଙ୍ଗୁଡ଼ିକୁ ପ୍ରଥମେ ସଫା କରିବେ, ଲୁଣ ହଳଦୀ ଦେଇ ରଖିଦେବେ। କଢ଼େଇରେ ସୋରିଷ ତେଲ ଗରମ କରି ଚୁଙ୍ଗୁଡ଼ି ଭାଜିବା ନାଲିଆ କରି। ଆଳୁକୁ କାଟିବା ଚୌକା ଚୌକା କରି, ଭାଜିବା ତେଲରେ ବ୍ରାଉନ୍ କଲର୍ ହାଲକା କରି। କଢ଼େଇରେ ତେଲ ତେଜପତ୍ର ଦେବା, ପିଆଜ କଟା ସେଥିରେ ଦେବା। କଟା ପିଆଜକୁ ସୁନେଲି କରିବେ, ଅଦା ରସୁଣ ଶୁଖିଲା ଲଙ୍କା ପେଷ୍ଟ ପକାଇବେ। ସ୍ୱାଦ ଅନୁସାରେ ଲୁଣ ହଳଦୀ ଗୁଣ୍ଡ ଢାଳେ, ମସଲା କଷିବା ଧିମା ଆଞ୍ଚରେ। ଟମାଟୋ ଗୋଟିଏ କାଟିବା ସେଥିରେ ମିଶାଇବା, ତେଲ ଛାଡ଼ିବା ଯାଏଁ କଷାଇବା। ଭଜା ଆଳୁ ଚୁଙ୍ଗୁଡ଼ି ପକାଇ ସେଥିରେ ପାଣିକୁ ଫୁଟାଇ ଦେବା ସେଥିରେ। ଫୁଟିବ ତରକାରୀ ଧିମା ଆଞ୍ଚରେ। ଓଡ଼ିଆ ଘରର ରୋଷେଇ ଶାଳୀ ଦେଖନ୍ତୁ ଚୁଙ୍ଗୁଡ଼ି ତରକାରୀ ଜମେଇ ଦେଲା ମଧ୍ୟାହ୍ନ ଥାଳି। ରହୁଛି, ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ଜୟ ଜଗନ୍ନାଥ।